ଆଜି ସନ୍ଧାନ ସତ୍ୟର ସନ୍ଧାନରେ କାରଣ ଗୋଟେ କଥାକୁ ନେଇ ଜଟଣୀ ଅଞ୍ଚଳରେ ନାନା କଳ୍ପନା ପ୍ରକାଶ ପାଇଛି ଆଉ ତାକୁ ସତ୍ୟ ଉନ୍ମୋଚନ କରିବା ପାଇଁ ଆଜି ସନ୍ଧାନ କାହିଁକି ଇଏ ସତ୍ୟ କଣ ଗୋଟେ ଜମି ଜମା ରାସ୍ତା ଘାଟକୁ ନେଇ ବିବାଦକୁ ନେଇ ଥାନା ଫାଣ୍ଡି କୋର୍ଟ କଚେରୀ ହେଲା ପରେ ବି ପୀଡ଼ିତ କହୁଛନ୍ତି ଆମକୁ ନ୍ୟାୟ ମିଳୁନି ପ୍ରତିପକ୍ଷ କହୁଛନ୍ତି ଆମକୁ ନ୍ୟାୟ ମିଳୁନି ପ୍ରଶାସନ ଦୁଇ ଦେଇକି ବସିଛି ଯାହା ଜଟଣୀ ଅଞ୍ଚଳରେ ଚର୍ଚ୍ଚା ହଉଛି ଆଉ ଏଥିରେ ବହୁତ ପ୍ରକାର ପଛ ପଟର କାହାଣୀ ରହିଛି ଯିଏକି ଆମେ ଜାଣିନେ ଆଜି ଆମେ ଆସି ପହଞ୍ଚେ ଯୋଉ ସୁନିତା ମହାନ୍ତି ଯୋଉ ଜଗନ୍ନାଥ ଜମି ରାସ୍ତା ପାଇଁ କୋର୍ଟରେ କଣ କେସ୍ କରିଥିଲେ ସେ ସମ୍ପର୍କରେ ତାଙ୍କ ଓକିଲ ଆମ ସହିତ ରହିଛନ୍ତି ଆଉ ସିଏ ତାର ମତାମତ ଦେବେ ତତ୍ସହିତ ଏବେ ଗୋଟେ ଡିମାର୍କେସନ ତହସିଲଦାର ତରଫରୁ କରାଯାଇଥିଲା ସେ ତହସିଲଦାର ଡିମାର୍କେସନ କରିବା ଦିନ ପକ୍ଷ ସୁନିତା ମହାନ୍ତି ପ୍ରତିପକ୍ଷ ଜଣେ ମାନେ ବୈଦ୍ୟୁତିକ ଗଣମାଧ୍ୟମର ଶ୍ରୀକାନ୍ତ ପ୍ରଧାନ ଜଟଣୀ ପ୍ରତିନିଧି ସିଏ ହେଲେ ପ୍ରତିପକ୍ଷ ଉଭୟ ପକ୍ଷ ଠିଆ କରି ମାପଚୁପ ଯାଇଛି ମାପଚୁପକୁ ଶ୍ରୀକାନ୍ତ ପ୍ରଧାନ ମନା କରିଥିବା ଯାହା ଆର୍ଆଇ ରିପୋର୍ଟରେ ଏଇଠି ଦର୍ଶାଯାଇଛି ଆମ ପାଖରେ ବି ରହିଛି ତତ୍ସହିତ ତାପରେ ଉଭୟ ପକ୍ଷ ମନମନାନ୍ତର ନେଇକି କଣ ପାଟିତୁଣ୍ଡ ହୋଇଥିଲା ବୋଲି ଉଭୟ ପକ୍ଷ ଅଭିଯୋଗ ଆଣିଛନ୍ତି ଥାନାରେ ସିଏ ତ ଥାନା କଥା ଥାନାରେ ରହିଛି କିନ୍ତୁ କୋର୍ଟ କଥା କୋର୍ଟରେ ବି ରହିଛି ପ୍ରଶାସନ ତା ବାଟରେ ରହିଛି କିନ୍ତୁ ଏଠି ଯାହା ଚର୍ଚ୍ଚା ହେଉଛି ପୀଡ଼ିତଙ୍କୁ ନ୍ୟାୟ ମିଳୁନି କିଛି ଅସାଧୁ ବ୍ୟକ୍ତିଙ୍କ ଚାପରେ ଚୋପା ହେଇଛି ପ୍ରଶାସନ ପୀଡ଼ିତଙ୍କୁ ନ୍ୟାୟ ମିଳୁନି ଏ ସମ୍ପର୍କରେ ସୁନିତା ମହାନ୍ତିଙ୍କର ଓକିଲ ତାଙ୍କ ପଟୁ କେସ୍ ପରିଚାଳନା କରୁଛନ୍ତି ଅଧିବକ୍ତା ଆମ ସହିତ ଅଛନ୍ତି ଆଉ ସେ ଜଣେ ବି ଜଟଣୀର ବରିଷ୍ଠ ଏ ଯୋଉ ଜମି ଜମା ସଂକ୍ରାନ୍ତୀୟ ଅଧିବକ୍ତା ସିଏ ଆମକୁ ଇଏ କୋର୍ଟ ସମ୍ପର୍କରେ କଣ ହେଇଛି କେସ୍ ପ୍ରକୃତ ଜମି କାହାର ନା ନାହିଁ ସେ ଜମି ଉପରେ କଣ ହେଇଛି କୋଉ ଯାକେ ଯାଇଛି ବର୍ତ୍ତମାନ କୋଉ ସ୍ଥିତିରେ ଅଛି ତାର ଫଳ କଣ ବାହାରିବ ସେ ସମ୍ପର୍କରେ ଆମେ ପଚାରି ବୁଝିବା। ମୁଁ ଅକ୍ଷୟ ସାହୁ ଆଡଭୋକେଟ ଜିଲ୍ଲା ଜଜ୍ କୋର୍ଟ ଭୁବନେଶ୍ୱର 2006 ମସିହାରେ ସୁନିତା ମହାନ୍ତି କୁଦିଆରୀ ମୌଜାରେ ଗୋଟିଏ ପ୍ଲଟ କିଣି ସ୍ଥିତିବାନ ପ୍ଲଟ କ୍ରୟ କରି ସେଥିରେ ନିଜର ଗୋଟେ ଆବାସିକ ଗୃହ ତୈୟାର କରିଛନ୍ତି। ଏଇଟା ହଉଛି ରାଜା କଚେରୀ ରାଜା ବଜାର ତ ସେ ଯୋଉ କ୍ରୟ କରିଛନ୍ତି ସେ ଜାଗା ରାଜା କଚେରୀ ରାଜା ବଜାର ଯୋଉ ପଡିଆ ପଡିଥିଲା ପଡିଆ ସନ୍ନିକଟ ବର୍ତ୍ତମାନ ସେ କ୍ରୟ କରିକି ଘର ବସବାସ କରୁଛନ୍ତି ଘର କରି ବସବାସ କରୁଛନ୍ତି। ତାଙ୍କ ଜମିକୁ ସରକାରୀ ରାସ୍ତାରୁ କୌଣସି ସଂଯୋଗ ନଥିଲା ତେଣୁ ସିଏ ଜଗନ୍ନାଥ ମନ୍ଦିର ପରିଚାଳନାଧୀନ ମାଲିକାନା ସତ୍ତ୍ୱ ଥିବା ପଡ଼ିଆ ଗୋଟିଏ ରାଜା କଚେରୀର ପଡ଼ିଆ ତା ଉପର ଦେଇକି ଯିବା ଆସିବା କରୁଥିଲେ ଯୋଉଟାକି ତାଙ୍କ ଦଲିଲରେ ମଧ୍ୟ 2006ରେ ସେ କିଣିଲା ବେଳେ ଉଲ୍ଲେଖ ଅଛି ଯେ ବିକ୍ରି କଲେ ତାଙ୍କୁ ମାଲିକ ସେ ଉଲ୍ଲେଖ କରିଛନ୍ତି ପୂର୍ବପଟେ ତାଙ୍କର ରାସ୍ତା ତେଣୁ ସେଇ ପୂର୍ବପଟ ରାସ୍ତାରେ ସେ ଯିବା ଆସିବା କରୁଥିଲେ ତାଙ୍କର ମାଲ ମେଟେରିଆଲ ନେଇକି ବିଲ୍ଡିଂ ତିଆରି କଲେ ଏବଂ ଘର କରିକି ପରିବାର ନେଇକି ରହୁଛନ୍ତି କିନ୍ତୁ ପରମାନେଣ୍ଟଲି କୌଣସି ରୋଡ ସରକାରୀ ରାସ୍ତାରୁ ତାଙ୍କ ଜାଗା ଉପରକୁ କନେକ୍ସନ ନାହିଁ ବୋଲି ସିଏ ଇଜମେଣ୍ଟ ରାଇଟ୍ ଆକ୍ଟରେ ଗୋଟିଏ ମକଦ୍ଦମା ଭୁବନେଶ୍ୱର ମାନ୍ୟବର ସବ୍ ଜଜ୍ ସିନିୟର ଡିଭିଜନ ତାଙ୍କ କୋର୍ଟରେ ଦାଖଲ କଲେ ସେଥିରେ ପ୍ରେୟାର କଲେ ଯେ ଆଜ୍ଞା ମୋର ତ ଜାଗା ଉପରକୁ କୌଣସି ସରକାରୀ ବାଟ ନାହିଁ ମୁଁ ଆପଣଙ୍କ ଏଇ ଯେଉଁ ପ୍ରତିପକ୍ଷ ଯିଏ ଅପରପକ୍ଷ ପ୍ରତିବାଦୀ ଆଡମିନିଷ୍ଟ୍ରେଟର ଜଗନ୍ନାଥ ଟେମ୍ପଲ ପୁରୀ ତାଙ୍କ ଜାଗା ଉପରେ ଦେଇ ଯିବା ଆସିବା କରୁଛି ମୋତେ ଯିବା ଆସିବାର ଅଧିକାରଟା ଦିଆଯାଉ ସେ ଜାଗା ଉପରେ ଅପରପକ୍ଷ ହାଜର ହେଲେ ଏବଂ ସେ ତାଙ୍କର ଜବାବ ରଖିଲେ ମାନ୍ୟବର ଅଦାଲତ 2015 ମସିହାରେ ମିସକେସ୍ରେ ଗୋଟିଏ ଅର୍ଡର ପାସ୍ କଲେ ଯେ ଯେହେତୁ ତାଙ୍କର କୌଣସି ବିକଳ୍ପ ରାସ୍ତା ନାହିଁ ସୁନିତା ମହାନ୍ତିଙ୍କର ତାଙ୍କ ଜାଗା ଉପରକୁ ଯିବା ପାଇଁ ତେଣୁ ଯାହା ବର୍ତ୍ତମାନ ସେ ବ୍ୟବହାର କରୁଛନ୍ତି ସେ ରୋଡ ଉପରେ ଷ୍ଟାଟସ୍କୋ ଅର୍ଡର କରିଦେଲେ ଅର୍ଡର ଯୋଉ କଲେ ଏଇ ଯୋଉ କରିଛନ୍ତି ଏଇଟା ଏଇଟା ତ କୋଉ ମସିହାରେ କଲେ ଟିକେ କୁହନ୍ତୁ 2015 ମସିହାରେ 10/7/15ରେ ଅର୍ଡର କଲେ ଦ ଆଇଏବି ଆଣ୍ଡ ଦ ସେମ୍ allowed in part on contest against the OPs but under the circumstances without cost both the parties are directed to maintain status quo over the suit land till disposal of the suit that is civil suit number 8395/2014 এই କେସ୍ରେ ଅର୍ଡର କଲେ ସୁଟ୍ ସରିବା ପର୍ଯ୍ୟନ୍ତ ବର୍ତ୍ତମାନ ସେ ଯେଉଁ ବିବାଦୀୟ ଜମି ଉପରେ ଷ୍ଟାଟସ୍ କୋ ରହିଲା ତା କେହି ପରିବର୍ତ୍ତନ କରିପାରିବେନି ବାଦୀ କରିପାରିବେନି କି ପ୍ରତିବାଦୀ ମଧ୍ୟ କରିପାରିବେ ନାହିଁ କୋର୍ଟ ଅର୍ଡର କଲେ ଏବଂ କେସ୍ ଚାଲିଲା ଯାହାକି ବର୍ତ୍ତମାନ ସାକ୍ଷୀ ଷ୍ଟେଜରେ ଅଛି ସୁନିତା ମହାନ୍ତିଙ୍କର ସାକ୍ଷୀ ଚାଲିଛି ସିଏ ଜମାନବନ୍ଦୀ ଦେଇଦେଇଛନ୍ତି ମନ୍ଦିର ଓକିଲ ଆସିକି ତାଙ୍କୁ ଜାରା କରିବା ପାଇଁ କେସ୍ଟି ରହିଛି ଏହି ପରିସ୍ଥିତିରେ ସେ ରୋଡ ଉପରେ ଜନୈକ ବ୍ୟକ୍ତି କିଛି ପଥର ଆଣି ଗଦା କରି ରାସ୍ତାଟାକୁ ଅବରୋଧ କରିଦେଲେ
କରିବା ଫଳରେ ଆମେ ଗୋଟେ ଭାଓଲେସନ୍ କେସ୍ ଫାଇଲ୍ କଲୁ କୋର୍ଟରେ। ଆଜ୍ଞା ଆପଣଙ୍କ ଆଦେଶ ଥିଲା ଷ୍ଟାଟସ୍ ମେଣ୍ଟେନ୍ କରିବା ପାଇଁ, ବର୍ତ୍ତମାନ ଏଇଭଳିଆ ଚେଞ୍ଜ ହେଇଯାଇଛି ପରିସ୍ଥିତି, ଆମେ ଯିବା ଆସିବା କରିବୁ କେମିତି? ଥାନାରେ ଏଫଆଇଆର ଦେଲେ ସିଏ, ତା ପର ଅବସ୍ଥାରେ କୋର୍ଟରେ ଲେଖିକି ଦେଲେ। ଏଇଟା କେତେ ତାରିଖ ଘଟଣା ଆଜ୍ଞା? ଏଇଟା 17/4/2025ରେ ସେ ଗୋଟେ ଏଫଆଇଆର ଦେଲେ ଥାନାରେ। ଆଜ୍ଞା ଆମ ରାସ୍ତାକୁ ଅବରୋଧ କରିଦେଇଛନ୍ତି ଜବରଦଖଲ କରି, ମୁଁ ଯିବା ଆସିବା କରି କେଉଁ ପଟେ। ଥାନା ବାବୁ ଆସିଲେ କ'ଣ ଇନକ୍ୱାରି କଲେ, ସେ କଥା ସୁନିତା ମହାନ୍ତି କହିବେ କ'ଣ ଇନକ୍ୱାରି ହେଲା, ଏବଂ ପରବର୍ତ୍ତୀ ଅବସ୍ଥାରେ ଆମେ କୋର୍ଟରେ କେସ୍ କଲୁ ସେ ଆମର ଅବରୋଧଟାକୁ ହଟାଇବା ପାଇଁ କହିଲେ। ସେ କେସ୍ରେ ଯେଉଁ 2 ଜଣ ପକ୍ଷ ହେଲେ ମନ୍ଦିର ପ୍ରଶାସନ, ଜଗନ୍ନାଥ ମନ୍ଦିର ପୁରୀ, ଏବଂ ଶ୍ରୀକାନ୍ତ ପ୍ରଧାନ ପିତା ଗୋବିନ୍ଦ ପ୍ରଧାନ ରାଜାବଜାର ଜଟଣୀ, ସିଏ ହେଲେ ଦ୍ୱିତୀୟ ନମ୍ବର ପ୍ରତିବାଦୀ, ତାଙ୍କୁ ମଧ୍ୟ କୋର୍ଟ ନୋଟିସ୍ କଲେ, ଉଭୟଙ୍କୁ ନୋଟିସ୍ କଲେ ଯେ ବର୍ତ୍ତମାନ ସୁନିତା ମହାନ୍ତି କହୁଛନ୍ତି ଆପଣମାନେ ସେ ରାସ୍ତାକୁ ଅବରୋଧ କରିଦେଇଛନ୍ତି, ତାର କୈଫତ ଦିଅନ୍ତୁ, କାହିଁକି ରାସ୍ତା ବନ୍ଦ କଲେ ଆପଣ। ସେଇ କେସ୍ରେ ଯଦିଓ ଉଭୟ ମନ୍ଦିର ପ୍ରଶାସକ ଏବଂ ଶ୍ରୀକାନ୍ତ ପ୍ରଧାନ ହାଜର ହେଇଛନ୍ତି ଓକିଲ ମାଧ୍ୟମରେ, କିନ୍ତୁ କୌଣସି ଜବାବ ରଖିନାହାନ୍ତି। ସେ ମହଲତ ନେଇଛନ୍ତି, ଟାଇମ୍ ନେଇଛନ୍ତି ଜବାବ ରଖିବା ପାଇଁ। ଇଏ ଶ୍ରୀକାନ୍ତ ପ୍ରଧାନ ଆପଣଙ୍କର ପ୍ରଥମ କେସ୍ ଯୋଉ ଲାଗିଲା, ତାପରେ ବି ଷ୍ଟାଣ୍ଡ ପାଇକି ରହିଲା, କେସ୍ ସରିବା ଯାଇକି ଷ୍ଟାଟସ୍କୋ ପାଇକି ରହିଲା, ଆ ଭିତରେ ପକ୍ଷ ହେଲେ ସୁନିତା ମହାନ୍ତି, ତା ଭିତରେ ଆଉ ଜଣେ ପ୍ରତିପକ୍ଷ ଶ୍ରୀକାନ୍ତ ପ୍ରଧାନ କେମିତି ପଶିଲେ? ସେ ରାସ୍ତା ଅବରୋଧ କଲେ ପଥର ଥୋଇକି, ତେଣୁ ତାଙ୍କୁ ଆମେ ଅପେକ୍ଷା କରିବାକୁ ବାଧ୍ୟ ହେଲୁ। ଏବଂ ଯେତେବେଳେ ପୁଲିସ ଆସିଲେ, ଜଟଣୀ ପୁଲିସ ଇନକ୍ୱାରି କରିବାକୁ, ସେ ମାନିଲେ ବି ଯେ ହଁ ମୁଁ ପଥର ଥୋଇଛି, ଜାଗା ମୋର କହିଲେ, କିନ୍ତୁ କୌଣସି କାଗଜପତ୍ର ଦର୍ଶାଇ ପାରିଲେ ନାହିଁ। ସେ ସଂକ୍ରାନ୍ତରେ ଜାଗାର ମାଲିକାନା ସତ୍ତ୍ୱ ବାବଦରେ କୌଣସି କାଗଜପତ୍ର ଦର୍ଶାଇ ପାରିଲେ ନାହିଁ, ଯାହାଫଳରେ ପୁଲିସ ବାବୁ ଫେରିଗଲେ ତାଙ୍କ ରିପୋର୍ଟ ଅଧା ରଖିକି। ପରବର୍ତ୍ତୀ ଅବସ୍ଥାରେ ସୁନିତା ମହାନ୍ତି କଲେକ୍ଟର ଖୋର୍ଦ୍ଧାଙ୍କ ଗ୍ରିଭାନ୍ସରେ ଗୋଟେ ଦରଖାସ୍ତ କଲେ, ଏବଂ ସେଇ ଦରଖାସ୍ତରେ ଇନକ୍ୱାରି କରିବାକୁ, ରିପୋର୍ଟ କରିବାକୁ। ଇଏ କାହିଁକି ଏପଟେ ଆପଣଙ୍କର ଚାଲି ଭାଉଲେସନ କେସ୍, ସିଭିଲ ସୁଟ୍ ଚାଲିଛି, ଭାଉଲେସନ କେସ୍ ବି ତା ଦେହରେ ଗୋଟେ ଆଡ ହେଲା, ତାପରେ ସୁନିତା ମହାନ୍ତି କାହିଁକି ଗଲେ? ସମୟ ମାଗିଲେ ଅଦାଲତଙ୍କୁ ଜବାବ ଦାଖଲ କରିବା ପାଇଁ। ସେଇ ତା ପରବର୍ତ୍ତୀ ଅବସ୍ଥାରେ କୋର୍ଟରେ ସମର ଭ୍ୟାକେସନ ବା ଗ୍ରୀଷ୍ମକାଳୀନ ଛୁଟି ଡିକ୍ଲାର ହେଇଗଲା, ମାସେ ପାଇଁ ବନ୍ଦ କୋର୍ଟ। ତାଙ୍କର ଯିବା ଆସିବା କରିବାକୁ ରାସ୍ତାର ଅସୁବିଧା ହେଲା, ରାସ୍ତାରେ ପଥର ଥୁଆ ହେଇଛି, ଖାଲି ହେଇନି, ତେଣୁକରି ସେ ବାଧ୍ୟ ହେଇକି ଗଲେ କଲେକ୍ଟରଙ୍କ ପାଖକୁ, କଲେକ୍ଟର ଗ୍ରିଭାନ୍ସରେ ଜଣେଇଲେ। କଳ୍ପନାର ଜଳ୍ପନା ପ୍ରକାଶ ପାଇଛି, ଆଉ ମନ୍ଦିର ପ୍ରଶାସନ ଜୈନିକ କର୍ମଚାରୀ ଆମକୁ ସ୍ପଷ୍ଟ ଭାବେ ଉତ୍ତର ଦେଲେ ସେ କେସ୍ ସରିଯାଇଛି, ସୁନିତା ମହାନ୍ତିଙ୍କର କିଛି ନାହିଁ, ସେ ରାଇଟ୍ସରେ ନାହାନ୍ତି, ସିଏ ଭୁଲରେ ଅଛନ୍ତି। ଏ କଥା ଆପଣ ଦୃଢ଼ତାର ସହିତ କେତେ ସତ୍ୟାସତ କହିପାରିବେ? ଶୁଣନ୍ତୁ, ଆଇନ ହଉଛି ଯିଏ ଯାହା କହିବ ସେ କଥାଟା ତାକୁ ପ୍ରମାଣିତ କରିବାକୁ ପଡ଼ିବ। ତେଣୁ ଯିଏ କହିଲେ ଯେ କେସ୍ ଡିସମିସ୍ ହେଇଯାଇଛି ବା ସରିଯାଇଛି, ସୁନିତା ମହାନ୍ତି ହାରି ଯାଇଛନ୍ତି, ସେ ଦେଖେଇବେ ତା ପ୍ରମାଣ, କୋର୍ଟରେ କେସ୍ ଅଛି ନା ସରିଯାଇଛି। ତ ମୁଁ ତ କଣ୍ଡକ୍ଟିଂ ଲୟର ସୁନିତା ମହାନ୍ତିଙ୍କର, ମୁଁ ଦୃଢ଼ ଭାବରେ କହିପାରୁଛି କେସ୍ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛି, କେସ୍ ଚାଲିଛି, ଏବଂ କୌଣସି ପ୍ରକାର ଅସୁବିଧା କେସ୍ରେ ହେଇନାହିଁ। ବରଂ ସେମାନେ ଆପିୟର କରିକି ଅପରପକ୍ଷ ଜବାବ ରଖିବା ପାଇଁ ମହଲତ ନେଇଛନ୍ତି, ଟାଇମ୍ ନେଇଛନ୍ତି। ଏ କେସ୍ର ଶେଷ ଆପଣ ଯୋଉ କେସ୍ ଷ୍ଟାଟସ୍କୋପ ଲାଗିଛନ୍ତି, ଆର ଆକ୍ଚୁଆଲି ପରିଣତ କ'ଣ ବୋଲି ଆପଣ ଦେଖନ୍ତୁ, ଇଜମେଣ୍ଟ ରାଇଟ୍ ଗୋଟେ ଆଇନ ଯୋଉଟା ତିଆରି କରାହେଇଛି ଏଇଥିପାଇଁ ଯେ ଜଣେ ଲୋକର ଜାଗା ଥିବ ସ୍ଥିତିବାନ, ବା ସେ ଜାଗା ଉପରେ ସେ ଘର ବି କରିଥିବ, କିନ୍ତୁ ସେ ଜାଗା ଉପରକୁ ସରକାରୀ ରାସ୍ତାର କୌଣସି ସଂଯୋଗ ନଥିବ, କୌଣସି ରାସ୍ତାର ସୁବିଧା ନଥିବ, ସେ କେସ୍ରେ ସେ ଇଜମେଣ୍ଟ ରାଇଟ୍ ଆକ୍ଟରେ ମକଦ୍ଦମା କରିବ। ମାନ୍ୟବର କୋର୍ଟ ଅପରପକ୍ଷକୁ ନୋଟିସ୍ କରିବେ, ତାଙ୍କ ଜବାବ ରଖିବାକୁ ତାଙ୍କୁ ଅପରଚ୍ୟୁନିଟି ଦେବେ, ଏବଂ ତାପରେ ଉଭୟ ପକ୍ଷର ଶୁଣାଣି କରିକି ଅର୍ଡ଼ର କରିବେ। ତେଣୁ ଆମକୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଯେହେତୁ ଆଇନର ପ୍ରାବଧାନ ଅଛି, ସୁନିତା ମହାନ୍ତି ରାସ୍ତା ପାଇବାର ଅବକାଶ ଅଛି, ଏବଂ ସେ କେସ୍ରେ ସେ ସୁନିଶ୍ଚିତ ଜିତିବେ, ଏଇଟା ମୁଁ କହିପାରିବି। ନାଇଁ, କିନ୍ତୁ ଆମେ ଆଉ ଗୋଟେ ତଥ୍ୟ ବି ନେଇଛୁ ଯେ ମନ୍ଦିର ପ୍ରଶାସନ ଯେ ଫେଣି କ'ଣ କୋର୍ଟରେ ଦର୍ଶେଇଛି ଯେ ତାଙ୍କର ପଶ୍ଚିମ ପଟେ ବାଟ ଅଛି, ସେ ପୂର୍ବ ପଟେ ବାଟ କାହିଁ ଦିଆଯିବ? ସେଟା 14 ମସିହାରେ ମନ୍ଦିର ପ୍ରଶାସନ ତାଙ୍କ ଜବାବରେ ଲିଖିତ ଆକାରରେ ଦେଇଥିଲେ, ସୁନିତା ମହାନ୍ତିଙ୍କର ଆଉ ଗୋଟେ ବାଟ ଅଛି ପୂର୍ବ ପଟେ, ସେ ରାସ୍ତା ମାଗୁଛନ୍ତି ଆମ ଜାଗା ଉପରେ, ତାଙ୍କର କିନ୍ତୁ ତାଙ୍କ ଜାଗାର ପଶ୍ଚିମ ପଟକୁ ଆଉ ଗୋଟେ ସରକାରୀ ବାଟକୁ ଯିବା ପାଇଁ ସୁବିଧା ଅଛି, ବାଟ ଅଛି, ଲିଖିତ ଆକାରରେ ଦେଇଥିଲେ। ତା ଉପରେ ହିୟରିଂ ହେଲା ଉଭୟ ପକ୍ଷଙ୍କର। ହିୟରିଂରେ ମାନ୍ୟବର କୋର୍ଟ ଦେଖିଲେ ଯେ ପ୍ରକୃତରେ ତାହା ସତ୍ୟ ନୁହଁ, ସୁନିତା ମହାନ୍ତିଙ୍କର ପଶ୍ଚିମ ଦିଗରେ ଆଉ 2ଟି ବିଲ୍ଡିଂ ଅଛି, ତେଣୁ ସେଠି ସରକାରୀ ରାସ୍ତାକୁ ଯିବା ପାଇଁ କୌଣସି ସୁବିଧା ନାହିଁ। ତେଣୁକରି ଷ୍ଟାଟସ୍କୋ କରାଗଲା ମିସ୍ କେସ୍ରେ 2015 ମସିହାରେ। ବର୍ତ୍ତମାନ ଆପଣ ଯାଇଥିଲେ କଲେକ୍ଟର ଗ୍ରିଭେନ୍ସକୁ, ଆପଣ ପକ୍ଷ ମାନେ ପୀଡ଼ିତ ବୋଲି ଆପଣ ତ କହୁଛନ୍ତି ସବୁଠି, ସେଥିପାଇଁ ଆପଣ କୁହନ୍ତୁ ଯେ କଲେକ୍ଟର ପାଖକୁ ଯେହେତୁ ଆପଣଙ୍କ ଓକିଲ
केस रे तांको बाटर चलचंती आपण कलेक्टर पाक गले कोन हला मु सुनीता महांती राजा बाजार राजा कचेरी मो घर मु कुदियारी मौजारे घर करची राजा कचेरी भितर 2006 मसीह किणिकी घर करची मो रास्ता पाई मु टेम्पल ऑफिस को सहित प्रतिबद्धता नबा पाई मु मोर बाट तांका सहित पाइबा पाई केस करची आउ मते सेतरा भी टाटस को देकी मते से जगह ऊपर केही किछि करि परिबेनी बोली रास्ता भी माने टाटस को करछन्ती से आमे जिबा आसिया करथलु से श्रीकांत बंदार जने सांबादिक से पत्थर रखी बांधदेला हमको असुविधा है जिबा आसिया करिया तेणु आमे थाना को गलु थाना वाला जगह ऊपर आसिले से मो कागज मागिले मु देखैली से प्रधान बाबू तांको कागज माने देखै पारलेनी जो थाना वाला आसिले तो सेटा देखिथिबे आपनकर कागज पत्र देखिथिबे जी पत्थर जगैची जो सांबादिक आपण सांबादिक ये जो सांबादिक कहया द्वारा आमे भी जने सांबादिक आमे बदला मौजू किंतु सत्य कथा कोंतु आपण थाना वाला मते कागज मागिले मोर सब कागज देखैली से देखै पालेनी लुचिकी पळैले जेहेतु से देखै पालेनी लुचिकी गला रे मु थाना वाला से तांकर पळैले मते न्याय न मिललारो मो बाध्य होई कि मो वकील को धरिकी कोर्ट को गली आपण वकील बर्तन मत रखुले भालुसन केस गले जेहेतु कोर्ट समर वेकेशन कोर्ट छुट्टी हो गला तापरे आपण तो असुविधा भोग करते जिबे आसे भितरे तापरे कोन कले मो असुविधा भोग कलारो खोर्धा कलेक्टर ऑफिस रे ग्रीवेंस रे मोर जन सुनानी रे मो मोर असुविधाटा जणैली जे तापरे नै आपण एकुडे जणैले ना आपण सहित किए दिले मो सहित आउरी मोर साइट पड़ोसी चारिहर से भी मो सहित जाई कि खोर्धा कलेक्टर रे जणैचंती समस्त आमे मिसी सी चारिहर कोन सेई पटे जिबा आसे करतले सी भी असुविधा भोग करचंती समस्त सेई पटे जिबा आसे करतलु गोटिए बाट ही सेई पटे अछि आमे सेई पटे समस्त ही जिबा आसे करतलु तेणु वर्तमान से बाट बंद कलार आमे बहुत असुविधा भोग करछु हमकु कोनोसी प्रकार न्याय मिलुनी सुनीता महांती सीए तांकर मत रखिले से स्पष्ट भाव कहले आउ टिके आपन सूचना दिए से जो ऑर्डर करचंती से काहा ऊपर ऑर्डर करचंती तहसीलदार एग्जीक्यूटिव ऑफिसर को आउ एडमिनिस्ट्रेटर लगिचंती सब रिगार्डिंग डिमार्केशन एंड एविक्शन ऑफ द प्लॉट नंबर 1844 एंड 1841 अंडर खाता नंबर 1668 ऑफ मौजा कुदियारी ये छाड़ीदेले उत्तरदायित्व तहसीलदार सी बसीगले किंतु वर्तमान सेठी जो 4टी परिवार ता सहित भड़ाटिया भी 5-7टी परिवार रोचे 10-12टी परिवार वर्तमान स्कूल खोलिबा जाउची तापरे ये जो विगत दिन रे नाई नथिबा असुविधा भोग करतनी किंतु ताकू नै जटनी रे नाई नथिबा कल्पाल प्रकाश पाइची कथा उठुची जे सांबादिक चापरे प्रशासन चोपा सर्वसाधारण गोटे जिनस सत्य उन्मोचन बोली बहु माने बुद्धिजीवी आथिरे माने मत व्यक्त करछंती किंतु सामना को आसुना जेहेतु ये प्रतिपक्ष सुनीता महांती जड़े प्रतिपक्ष आमरी भली जड़े सांबादिक मुझे कहबे रखा चाहे विगत दिन में विभिन्न सांबादिक को मिथ्या मकदमा मिथ्या आरोप कर बदनाम कराउतला बेले आज जो घटना ये सांबादिक को बदनाम करने को आम के सह्य करूँ आम संधान सबुबले खोज रही सत्य उन्मोचन हो प्रकृत जगह कहार मालिकाना कहार किए पाइबार अच्छी किए तादरे चलिबार अच्छी उक्त जमी कहार प्रशासन न मंदिर प्रशासन न कि सुनीता महांतीकर कि कालिया प्रधानर ये संपर्क में विस्तृत भाव में मापचुप करने सत्यासत्य घटना सामना को आसब आमर ये गोटे जिनस प्रयास रहू सत्य सदा सर्वदा सत्य रहू सत्य कथा उन्मोचन हो से जो रास्ता जी जबरदखल कर जगह को से बाबू कौन कागजपत्र से बाबत दर्शे पारे ना तेणु जगार मालिक प्रकृत में महाप्रभु जगन्नाथ पुरी एवं जी जहाँ ना रे सुनीता महांती केस करिसेंती एवं से केस विचाराधीन अच्छी मान्यवर अदालत भुवनेश्वर रे तेणु सुनीता महांती निश्चय न्याय पाइबे एवं मान्यवर अदालत उचित न्याय प्रदान करेंगे जटनी रे नाई नथिबा कल्पाल प्रकाश पाई आपन बाध्य करा जाउजी आपन 4 फुट जगह नियंतु किछि पैसा मु दियंतु जे कौन से व्यक्ति ना नवा दरकार नहीं ये जिनस करा जाउची ना नहीं से माने कहउचंती 4 फुट जगह नै कि लेखा लेखी करबा पई किंतु मो वकील मते कहला हमर कोर्ट रे केस अछि तणु आमे लेखा लेखी करबुनु
ଆଉ ଚାରିପଟୁ ଯିବା ଆସିବା ପାଇଁ ବର୍ତ୍ତମାନ ପରିସ୍ଥିତି ନେଇ ଚାରିପଟୁ ସେ ଛାଡ଼ିଲେ ଆପଣ ରାଜି, କିନ୍ତୁ କୌଣସି ଲେଖା ଲେଖି ରାଜି ନୁହଁ। ଆପଣ ଓକିଲ ଆପଣ ଓକିଲ ମତ ନେଇକି ଆପଣ କହୁଛନ୍ତି, କୋଉମାନେ ଆପଣଙ୍କୁ କହିଲେ ଚାରିପଟୁ ଛାଡ଼ିଦେବୁ? ସାମ୍ବାଦିକ ଶ୍ରୀକାନ୍ତ ପ୍ରଧାନ କହୁଛନ୍ତି ତମେ ଚାରିପଟୁ ଜାଗା ନେଇକି ଲେଖା ଲେଖି କରିକି ଯାଅ। କିନ୍ତୁ ଏଥିରେ ଆପଣ ଏକମତ ନୁହଁ? ନା, ମୁଁ ଏଥିରେ ଆପଣ ନ୍ୟାୟକୁ ଅପେକ୍ଷା କରିବେ? ଅପେକ୍ଷା କରିବି ମୋ ନ୍ୟାୟକୁ। ମୋ ଓକିଲ କହିଲେ ମତେ ନ୍ୟାୟ ଦେବ, ମୁଁ ମୋର ନ୍ୟାୟକୁ ଅପେକ୍ଷା କରିବି। ଆପଣ ଗୋଟେ ଭଲ ସୂଚନା ଦେବାକୁ ଚାହୁଁଛି। ଆଙ୍କର ଯୋଉ ଗଣ୍ଡଗୋଳ ହେଇଥିଲା, ଉଭୟ ପକ୍ଷ ଥାନାରେ ଅଭିଯୋଗ ଆଣିଥିଲେ, ଉଭୟ ପକ୍ଷ ନାଁରେ ଅଭିଯୋଗ ବି ଦାୟର ହେଇଛି। ସେଇ ଯୋଉ ଆସିଥିଲେ ଇନକ୍ୱାରି କରିବାକୁ କି ସେ ମାପଚୁପ, ସେ ଯୋଉ 1841 ଆଉ 1844 ସେ ଯୋଉ ଖାତା ନମ୍ବର ଅଛି, ପ୍ଲଟ ନମ୍ବର ଅଛି 1668 ମାପଚୁପ କରିବାକୁ ଯୋଉ ଆସିଥିଲେ, ଏ ଯୋଉ ମାପଚୁପ ତ ଶ୍ରୀକାନ୍ତ ପ୍ରଧାନ ମନା କଲେ, ପାଟିତୁଣ୍ଡ କଲେ, କରେଇଦେଲେନି। ତା ରିପୋର୍ଟଟା ଯୋଉ ଆସିଥିଲେ ସେମାନେ ତହସିଲଦାର, ସେ ରିପୋର୍ଟ ଆପଣଙ୍କୁ ବିସ୍ତୃତ ଭାବରେ ଶୁଣେଇବାକୁ ଚାହେଁ। ସେ ଲେଖିଛନ୍ତି, ଏଇଠି ଦେଖନ୍ତୁ। ଶ୍ରୀଯୁକ୍ତ ତହସିଲଦାର ଜଟଣୀ ମୌଜା କୁଦିଆରୀ ସରକାରୀ ପ୍ଲଟ ନମ୍ବର 1841 1844 ର ମାପଚୁପ ସମ୍ପର୍କେ ସରଜମିନ ତଦନ୍ତ ରିପୋର୍ଟ 20/5/2001 ଦିବସରେ ରାଜସ୍ୱ ପରିଦର୍ଶକ ଜଟଣୀ ପୌର ପରିଷଦ ଅମିନ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ ସହ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ମୌଜା କୁଦିଆରୀ ଖାତା ନମ୍ବର 1668 ଆଉ ସ୍ଥିତିବାନ ପ୍ଲଟ ନମ୍ବର 1841 କିସମ ପୁରାତନ ପତିତ ରକମା 1/1/120 ପ୍ଲଟ ନମ୍ବର 1844 କିସମ ପୁରାତନ ପତିତ ରକମା 415 ଡିସମିଲ କୁ ସରଜମିନରେ ଚତୁଃପାର୍ଶ୍ୱରେ ଥିବା ସମସ୍ତ କୋଣ ଓ ବାହୁର ମାପ ଆଣି ଚିହ୍ନଟ କରିବା ସମୟ ଏକ ଜୈନିକ ବ୍ୟକ୍ତି ଶ୍ରୀ ଶ୍ରୀକାନ୍ତ ପ୍ରଧାନ ପିତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସାରା ଗଜପତି ନଗର ଆସି ଆମ୍ଭକୁ ମାପ କାର୍ଯ୍ୟ ନ କରିବା ପାଇଁ କହିଲେ ଏବଂ ସେ ବ୍ୟକ୍ତି ଜଣକ ପ୍ରକାଶ କଲେ କି ଉକ୍ତ ସରକାରୀ ପ୍ଲଟକୁ ଆମର ବ୍ୟକ୍ତିଗତ ଜମି ଜମା ସମ୍ପତ୍ତି ସଂଲଗ୍ନ ରଖିଅଛୁ ଓ ଏହାର ମଧ୍ୟ ସବଜୁଡିସ ମ୍ୟାଟର ରହିଥିବାରୁ କୌଣସି ମାପ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କହି ମାପ କାର୍ଯ୍ୟକୁ ବିରୋଧ କରିବାରୁ ମାପ କାର୍ଯ୍ୟ ସ୍ଥଗିତ ରହିଲା। ଇଏ ରିପୋର୍ଟ ଆଜ୍ଞା ଦେଇଛନ୍ତି। ଦେଖନ୍ତୁ, ଯୋଉ ଯାଇଥିଲେ ସେ ଯୋଉ ଗଣ୍ଡଗୋଳ ହେଇଥିଲା ଥାନାରେ ଯୋଉ ଅଭିଯୋଗ ହେଇଥିଲା, ସେ ଅଭିଯୋଗରେ ଏ ରିପୋର୍ଟ ଆରଆଇ ଅଫିସରୁ ତହସିଲଦାରକୁ ଯୋଉମାନେ ଆସିଥିଲେ ସରଜମିନ ତଦନ୍ତ କରିବାକୁ ସେମାନେ ରିପୋର୍ଟ ଦେଇଛନ୍ତି। ଏଠି ଶ୍ରୀକାନ୍ତ ପ୍ରଧାନ ଦର୍ଶାଇଛନ୍ତି ଏ ସରକାରୀ ଜାଗା ସହିତ ମୋର ସ୍ଥିତିବାନ ଜାଗା ଥିବାରୁ ମୁଁ ତାକୁ ଛାଡ଼ିବି ନାହିଁ। କିନ୍ତୁ ଆମେ ଉଭୟ ପକ୍ଷରୁ ଯାହା ଖବର ନେଲୁ, ଇଏ ସେ ଜାଗାରେ 2006 ମସିହାରୁ ଜାଗା ନେଇଛନ୍ତି, କିଣିଛନ୍ତି, ତାପରେ ଘରଦ୍ୱାର କରିଛନ୍ତି। ଆଉ ଉକ୍ତ ରାସ୍ତା ଦେଇ ଯୋଉ ରାସ୍ତା ବର୍ତ୍ତମାନ ଶ୍ରୀକାନ୍ତ ପ୍ରଧାନ ବନ୍ଦ କରିଛନ୍ତି, ସେଇ ରାସ୍ତା ଦେଇ ସିଏ ସବୁ ମେଟେରିଆଲ ଆଣିକି ଇଏ 3 ତାଲା କି 2 ତାଲା ତାଙ୍କର ଯେତିକି ଅଛି ସିଏ ବିଲ୍ଡିଂ ବନେଇଛନ୍ତି। ଏଥିରୁ ଅନୁମୟ ଇଏ ଗୋଟେ ମାନେ କଣ ଆକ୍ରୋଶମୂଳକ କହନ୍ତି, ସେ ଆକ୍ରୋଶମୂଳକ ଚିନ୍ତାଧାରାରେ ଆମ ସାମ୍ବାଦିକ ଭାଇ ବଦନାମ ହେବା ନା ନାଇଁ ସତ୍ୟ ଉଦ୍ଗାରିକି ପୀଡ଼ିତଙ୍କୁ ନ୍ୟାୟ ଦେବା, ଏହା ଜଟଣୀବାସୀଙ୍କ ଆଗାମୀ ଦିନେ ସନ୍ଧାନ ତାର ସତ୍ୟ ପଥ ଅନୁସରଣରେ ସଦାସର୍ବଦା ରହିବ। ସତ୍ୟ ଉଦ୍ଗାରୀ।